ଅଛୁ ଆଉ ପ୍ରଭୁ ଅଛନ୍ତି କି ଈଶ୍ୱରଙ୍କର ମହାନ ମନୋନୀତ ଦାସଙ୍କ ମୁଖରୁ ବାକ୍ୟ ଶ୍ରବଣ କରିବା ନିମନ୍ତେ। ତ ଆସନ୍ତୁ ଆମମାନେ ପ୍ରତ୍ୟେକ ନିଜ ନିଜକୁ ପ୍ରସ୍ତୁତି କରିବା ଆଉ ପ୍ରଭୁଙ୍କ ସାନ୍ନିଧ୍ୟରେ ପ୍ରଭୁଙ୍କର ଉପସ୍ଥିତିରେ ଆମମାନେ ବସିବା, ଈଶ୍ୱରଙ୍କର ବାକ୍ୟ ଶ୍ରବଣ କରିବା ନିମନ୍ତେ ଯିବା ଆଉ ପ୍ରତ୍ୟେକ ଭିଡିଓକୁ ଅନ୍ କରିବା। ତାପରେ ଆମମାନେ ଈଶ୍ୱରଙ୍କର ବାକ୍ୟ ଶ୍ରବଣ କରିବା ନିମନ୍ତେ ଯିବା। ଆସନ୍ତୁ ମୁଁ ମାନେ ୱେଲକମ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ, ତଥାପି ପ୍ରଭୁ ମତେ ମନୋନୀତ କଲେ କି ଆଜି ପ୍ରଭୁଙ୍କର ମହାନ ଦାସଙ୍କୁ ଆଜି ଆହ୍ୱାନ କରିବା ନିମନ୍ତେ ମତେ ସୁନ୍ଦର ସୁଯୋଗ ମିଳିଅଛି। ତ ମୁଁ ପ୍ରଭୁ ଯୀଶୁଙ୍କ ନାମରେ ପ୍ରଭୁଙ୍କର ମହାନ ଦାସଙ୍କୁ ମୁଁ ଆହ୍ୱାନ କରେ ଆମର ରିଏଲ ମିନିଷ୍ଟ୍ରି ତରଫରୁ ଆଚାର୍ଯ୍ୟ ଉପେନ୍ଦ୍ର ପରିଛା ଆଜ୍ଞାଙ୍କୁ। ମୁଁ ଆମମାନେ ପ୍ରତ୍ୟେକ ଉଚ୍ଚ କରତାଳର ସହିତ ପ୍ରଭୁଙ୍କର ମହାନ ଦାସଙ୍କୁ ଆମମାନେ ଆହ୍ୱାନ କରିବା ଆଜି ବାକ୍ୟ ପରିବେଷଣ କରିବା ନିମନ୍ତେ। ଆଜ୍ଞା ପ୍ରେଜ ଦ ଲର୍ଡ। ପ୍ରେଜ ଦ ଲର୍ଡ ଆଜ୍ଞା। ବର୍ତ୍ତମାନ ଆପଣଙ୍କର ସମୟ ଆଜ୍ଞା। ପ୍ରେଜ ଦ ଲର୍ଡ। ଆଜ୍ଞା ଆବାଜ ଆସୁନି ଆଜ୍ଞା। କିଛି ଆବାଜ ଆସୁନି ଆଜ୍ଞା। ଆଜ୍ଞା ବୋଧେ ସାର୍ଙ୍କୁ ଶୁଭୁ ନାହିଁ, ଟିକେ କଣ୍ଟାକ୍ଟ କରିଦିଅନ୍ତି। ଆଜ୍ଞା କିଛି ନେଟୱାର୍କ ପ୍ରୋବ୍ଲେମ ଅଛି ବୋଧେ। ହଁ ଜଏନ କଲେ ଆଜ୍ଞା। ଓକେ ଆଜ୍ଞା ଜଏନ କରୁଥିବା ପର୍ଯ୍ୟନ୍ତ ଆମର ଇଭାଞ୍ଜେଲିଷ୍ଟ ସୁଶୀଲ ଆଜ୍ଞା ଅଛନ୍ତି। ଆଜ୍ଞାଙ୍କର ନେଟୱାର୍କ ସକାଶେ ଟିକେ ସଂକ୍ଷିପ୍ତ ଭାବରେ ପ୍ରାର୍ଥନା କରିବେ ଆଜ୍ଞା। ପ୍ରେଜ ଦ ଲର୍ଡ ଆଜ୍ଞା। ଲିମା ଆଜ୍ଞା ସୁଶୀଲ ଲିମା ଆଜ୍ଞା ପ୍ରେଜ ଦ ଲର୍ଡ ଆଜ୍ଞା। ହଁ ପ୍ରେଜ ଦ ଲର୍ଡ। ପ୍ରାର୍ଥନା କରିବା କି? ଆଜ୍ଞା ଆଜ୍ଞା ପ୍ରାର୍ଥନା କରନ୍ତୁ ଆଜ୍ଞା ନେଟୱାର୍କ ହଉ, ଅଛି ଠିକ ଅଛି, ଯେପରି। ପ୍ରାର୍ଥନା କରିବି। ପରମଧନ୍ୟ ସ୍ୱର୍ଗୀୟ ପିତା, ତୁମର ଆଶ୍ଚର୍ଯ୍ୟମତ ନାମ ଧନ୍ୟବାଦ କରୁଛୁ, ଗୌରବ କରୁଛୁ। ଆଜି ଅନୁଗ୍ରହ କରି ଆଜିର ପବିତ୍ର ଦିନରେ ପ୍ରଭୁ ତୁମ ଶ୍ରୀ ଛାମୁକୁ ଆସିବା ପାଇଁ ଆମମାନଙ୍କୁ ସାହାଯ୍ୟ କରିଛ। ପ୍ରଭୁ ସେଥିପାଇଁ ମୁଁ ଧନ୍ୟବାଦ ଦଉଛି। ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ପ୍ରଭୁ ତୁମେ ଆମମାନଙ୍କର ସହିତ ଅଛ ଆଉ ବର୍ତ୍ତମାନ ସମୟରେ ଆମମାନେ ତୁମର ଜୀବନ୍ତ ବାକ୍ୟ ତୁମର ମନୋନୀତ ଦାସଙ୍କର ମୁଖରୁ ଶୁଣିବାର ଅପେକ୍ଷାରେ ଅଛୁ। କିନ୍ତୁ ତୁମ ଦାସଙ୍କର ନେଟ୍ ପ୍ରୋବ୍ଲେମ ରହିଛି। ପ୍ରାର୍ଥନା କରୁଛି ପ୍ରଭୁ ସମସ୍ତ ପ୍ରକାର ସମସ୍ୟାର ସମାଧାନ ତୁମେ କର। ଯେପରି ଆମମାନେ ଯୋଉ ଆଶା ନେଇ ଆସିଛୁ, ଯୋଉ ବାକ୍ୟ ଶୁଣିବା ପାଇଁ ଅପେକ୍ଷାରେ ଅଛୁ, ଆମମାନଙ୍କର ଆଶା ଅପେକ୍ଷା ଅନୁସାରେ ପ୍ରଭୁ ଯେପରି ଆମମାନେ ବାକ୍ୟ ଶୁଣି ପରିତୃପ୍ତ ହେବାକୁ ପାରିବୁ, ପ୍ରଭୁ ସାହାଯ୍ୟ କର। ଆମମାନଙ୍କର କ୍ଷୁଧିତ ଜୀବନରେ ବାକ୍ୟ ଦେଇ ପରିତୃପ୍ତ କର। ତୁମ ଦାସଙ୍କର ଜଏନ ହେବାରେ ଯାହା କିଛି ପ୍ରୋବ୍ଲେମ ଅଛି, ଯୀଶୁଙ୍କ ନାମରେ ସବୁ କିଛି ସମାଧାନ ହେଇଯା।
प्रभु आमानकर आशा पूर्ण करी तमे महिमा पाओ गौरव पाओ आमे जिते अच्छु वाक्य शुणिबु एवं तो द्वारा आशीर्वाद पाइबु सेथिपा मते प्रभु कृपा कर पुणी अवशिष्ट समय को तुम हाथ समर्पण करुछि सब कार्य सहायता दियो बोली यीशुଙ୍କ नाम रे मांगु आमेन। आमेन आमेन धन्यवाद आज्ञा प्रेज द लॉर्ड बहुत बहुत से आसुथवा पर्यंत गीत ले गोटे आज्ञा से आसुथवा समय गीत ले गोटे जॉइन करिया पर्यंत आज्ञा आज्ञा ठीक अछि आज्ञा हाँ तो आज्ञा आसुवा पर्यंत माने गोटे गीत गान आज्ञा आसिले आज्ञा जॉइन कर पारना ओके हम माने होस्ट आज्ञा हम माने गीत रे जिबा आज्ञा गोटे आज्ञा आसुन तो हम माने गोटे गीत गान करूथबा प्रत्येक हम माने सुशील आज्ञा आपण गोटे गीत गान करिवे आज्ञा हाँ हाँ गीत गाइबी आज्ञा बाहरी पड़े से आउ थे जॉइन करी अपेक्षा कर तुम समय जगते के ही नहीं तुम बिना सहारा मोनाही कहीं रही तुम कोले प्रिय मोर तुमे का सब किछि जेसु मोर तुम समय जगते के ही नहीं तुम बिना सहारा बनाही कहीं रही तुम कोले प्रिय मोर तुमे का सब किछे जेसु मोर आराधना तुम आराधना प्रभु जिसु तुम आराधना आराधना तुम आराधना प्रभु जिसु तुम आराधना समर्पुछि निजकु तुमरी हस्ते वाक्य देई धोई दियो प्रभु मते तुमरी चारे मते कढ़ाई निया पवित्र आत्मारे मते भरी दिया समर्पुछि निजकु तुमरी हस्ते वाक्य देई धोई दियो प्रभु मते तुमरी चारे मते कढ़ाई निया पवित्र आत्मारे मते भरी दिया आराधना तुम आराधना प्रभु जिसु तुम आराधना आराधना तुम आराधना प्रभु जिसु तुम आराधना चालू थी सदा मु तुम्हारी पथे साथी होई चालू था मोरी साथे तुम ठारे रही थाओ मो भरोसा रही थी भी होई मो स्थिर सदा चालू थी सदा मु तुम्हारी पथे साथी होई चालू थाओ मोरी साथे तुम ठारे रही थाओ मो भरोसा
ରହିଥିବି ହୋଇ ମୁଁ ସ୍ଥିର ସଦା। ଆରାଧନା ତୁମ ଆରାଧନା ପ୍ରଭୁ ଯିଶୁ ତୁମ ଆରାଧନା ଆରାଧନା ତୁମ ଆରାଧନା प्रभु जिसु तुम्हारा आराधना तुम्हारा आराधना प्रभु जिसु तुम्हारा आराधना। प्रेज द लॉर्ड। बहुत बहुत धन्यवाद आज्ञा, अति सुंदर गीत माध्यम हम मानक पढ़ाई नहीं अच्छे। बहुत बहुत धन्यवाद आज्ञा। प्रभु आशीर्वाद करंतु आपनक सेवा कार्य रे एवं परिवार। बहुत बहुत धन्यवाद। प्रेज द लॉर्ड। प्रेज द लॉर्ड। प्रभुଙ୍କର महत् नामर गौरव हो, प्रशंसा और धन्यवाद हो। प्रभु हम मानक दया कले, अनुग्रह कले। वर्तमान आम माने ईश्वरଙ୍କ जीवंत वाक्य श्रवण करबा निमंते जिबा, किंतु आज्ञाଙ୍କର नेटवर्क प्रॉब्लम सकाशे आज्ञा जॉइन करि पारु नाहंती। तो आम माने आम रियल मिनिस्ट्री जूम रो हमरो होस्ट महाशय मुख द्वारा आम माने ईश्वरଙ୍କ जीवंत वाक्य श्रवण करबा निमंते जिबा। आउ ईश्वर जहाको मनोनीत करि अछंती आजिर वाक्य परिवेषण करबा निमंते सब किछि प्रभुଙ୍କର इच्छा। तो आज आम माने प्रभुଙ୍କର इच्छा सकाशे आम माने बसी अछु। आ ईश्वरଙ୍କ जीवंत वाक्य मध्य श्रवण करबा निमंते जिबा। आ प्रभु मनोनीत करि अछंती प्रभुଙ୍କର प्रिय मनोनीत दास। आज आमर रियल मिनिस्ट्री होस्ट आम रियल मिनिस्ट्री रो होस्ट महाशय मुख द्वारा आम माने वाक्य श्रवण करबा निमंते जिबा। तो आसंतु आम माने प्रत्येक करताल माध्यम रे प्रभुଙ୍କର दासन को आम माने आह्वान करे। आज्ञा प्रेज द लॉर्ड। प्रेज द लॉर्ड। प्रेज द लॉर्ड। लॉर्ड आज्ञा। आओ प्रभुଙ୍କର महत नामर धन्यवाद हेउ। प्रभु ए प्रातः काल समय रे तांको पद तले बसिबा पई आमानकु सुंदर सुजोग देई अछंती। तेणु प्रभुଙ୍କୁ मो धन्यवाद दिए। आउ 2 दिन धरी आमाने अपेक्षा कलु जे प्रभुଙ୍କର मनोनीत अभिषिक्त दास और रेवरेंड उपेंद्र परिचा सारंकर मुखरु वाक्य सुनिबा पई, किंतु नेटवर्क प्रॉब्लम तेणु गतकाली भी प्रभुଙ୍କ दास जॉइन करि पारले नाही। आउ प्रभुଙ୍କ दास रेवरेंड सैमसन काजी सर हठात वाक्य प्रचार कले। आ बहुत सुंदर प्रचार करथिले वाक्य को। आज मध्य प्रभुଙ୍କ दास आ जॉइन करि पारलेनी। बहुत चेष्टा करूछन्ते तांको गृह रे थिबा समस्त मोबाइल को टैबलेट को यूज करूछन्ते, किंतु हे पारु नाही। जॉइन होची कटि जाउची, जॉइन होची कटि जाउची। आउ प्रभु आज मते वाक्य परिवेषण वाक्यर सेवा करिया पई सुजोग देले। प्रभु को मो धन्यवाद दोची। वाक्य रे लेखा अछि समय किंबा असमय रे तांकर सेवा करिया पई प्रस्तुत रहिबा पई। तेबे आसंतु प्रभु को वाक्य रो आमाने शिक्षा करिबा। निराश हेबा नै, हताश हेबा नै। प्रभु वाक्य रो आमान को कथा कहिबे। प्रभु आज जहा रखिछन्ते मो पई आपण मान को पई ता आमाने श्रवण करिया पई छिबा। मो बहुत समय नेबी नाही। 15 रु 20 मिनिट भितरी किछि बुलेट पॉइंट आपण मान को सम्मुख रे मु रखिया पई चेष्टा करिबी। प्रथम पितर तार 3 अध्याय तार 10 पद को के जने पठन करंतु। प्रथम पितर तार 3 अध्याय तार 10 पद को। जेणु जे जीवन रे सुख भोग करिबाकू पुणी मंगलर दिन देखिबाकू इच्छा करे, से मंद वाक्यरु अपना जिह्वाकू आउ प्रवंचन वाक्यरु अपना ओष्ठाधर को निवृत्त करू। आमेन। आमेन। प्रभु ए वाक्य पठन श्रवण रे आमान को आशीर्वाद करंतु। आमन एठारे देखिबाकू पारुछु प्रथम पितर तार 3 अध्याय तार 10 पद रे जे पितर 4टी अंचलर लोकमान, 4टी फील्ड रो लोकमान को, 4टी एरिया रो लोकमान को से पत्र माध्यम रे लेखु अछंती। आउ से 4टी एरिया बा 4टी अंचल होउची जदि आपण माने प्रथम पितर तार 1 अध्याय 1 पद जदि पठन करिवे सेठारे लेखा अछि जे गालातिया, कापादिकिया, आसिया, बिथुनिया सेठारे छिन्न भिन्न होइबा विश्वासी मानक से पत्र माध्यम रे से उत्साहित करू अछंती। से पत्र माध्यम रे सचेतन करू अछंती। से पत्र माध्यम रे से मान को सजाडू अछंती जे पितर कहू अछंती जहा कि विश्वासी माननको छिन्न भिन्न होइतिबा विश्वासी माननको ईश्वरंकर मनोनीत लोक माननको से पत्र माध्यम रे जणाउ अछंती। तेबे जो प्रसंग आपण मानक सम्मुख रे मु रखिबी से प्रसंगर नाम होउछि जीवन रे सुख भोग करिबाको
ଏବଂ ମଙ୍ଗଳର ଦିନ ଦେଖିବାକୁ ଇଚ୍ଛା କର। ଜୀବନରେ ସୁଖ ଭୋଗ କରିବାକୁ ଏବଂ ମଙ୍ଗଳର ଦିନ ଦେଖିବାକୁ ଇଚ୍ଛା କର। ଏଇ ଯୋଉ ଟପିକ ପ୍ରତ୍ୟେକଙ୍କୁ ଆବଶ୍ୟକତା ଅଛି। ମୁଁ ମଧ୍ୟ ଚାହୁଁଛି ମୋ ଜୀବନରେ ସୁଖ ଭୋଗ ପାଇବା ପାଇଁ। ପ୍ରତ୍ୟେକ ବ୍ୟକ୍ତି ଜଗତରେ ଅଛନ୍ତି, ସମସ୍ତେ ଚାହିଁବେ ଜୀବନରେ ସୁଖ ଭୋଗ ପାଇବା ପାଇଁ। ପ୍ରତ୍ୟେକ ବ୍ୟକ୍ତି ଚାହିଁବେ ଜୀବନରେ ମଙ୍ଗଳ ପାଇବା ପାଇଁ। ତେବେ ପିତର ଏଇ ଯୋଉ ଟପିକ, ଏଇ ଯୋଉ ପ୍ରସଙ୍ଗ ସେ 4ଟି ଅଞ୍ଚଳର ଲୋକମାନଙ୍କୁ କହୁଅଛନ୍ତି, 4ଟି ଫିଲ୍ଡର ଲୋକମାନଙ୍କୁ କହୁଅଛନ୍ତି ଯେ ଯଦି ତୁମେ ଜୀବନରେ ସୁଖ ଭୋଗ କରିବାକୁ ଚାହୁଁଛ, କୌଣସି ବ୍ୟକ୍ତି ଚାହିଁବ ନାହିଁ ଦୁଃଖରେ ସବୁବେଳେ ରହିବା ପାଇଁ। ପ୍ରତ୍ୟେକ ବ୍ୟକ୍ତି ଚାହିଁବ ଜୀବନରେ ସୁଖ ଭୋଗ ପାଇବା ପାଇଁ। ଯେତେବେଳେ ଆମେ ଜଗତରେ ଅଛୁ, ଆମେ ପ୍ରତ୍ୟେକ ଚାହୁଁଛୁ ଯେ ଜଗତରେ ଆମେ ଅଛୁ, ଆମର କଣ ହଉ, ଆମର ନିଜସ୍ୱ ବାସଗୃହ ଥାଉ, ବସ୍ତ୍ର ଥାଉ, ଆମର ପ୍ରତିଦିନର ଖାଦ୍ୟ ମିଳୁ। ଏଇ 3ଟିକୁ ଆମେ ବେଶୀ ପ୍ରାଧାନ୍ୟ ଦେଇଥାଉ, ଦେଉଛୁ ମଧ୍ୟ। ପ୍ରଭୁ ସେ ଅନୁସାରେ ଆମମାନଙ୍କୁ ଯୋଗାଉଛନ୍ତି ମଧ୍ୟ। ତେବେ ସେଇ 4ଟି ଅଞ୍ଚଳର ଲୋକମାନେ, 4ଟି ଫିଲ୍ଡର ଲୋକମାନେ, ମୋର ପ୍ରିୟ ବନ୍ଧୁଗଣ, ସେମାନଙ୍କୁ ଉତ୍ସାହିତ କରୁଅଛନ୍ତି। ସେମାନଙ୍କୁ ପିତର କହୁଅଛନ୍ତି ତାଙ୍କ ପତ୍ର ମାଧ୍ୟମରେ, ଏଇ 4ଟି ଅଞ୍ଚଳର ଲୋକମାନେ, ଏ ଛିନ୍ନ ଭିନ୍ନ ହେଇଥିବା ବିଶ୍ୱାସୀ ମାନେ, ଆଉ ଯଦି ତୁମେ ଏକ ହୁଅ, କାରଣ ସେମାନଙ୍କ ଭିତରେ ବିଚ୍ଛିନ୍ନତା ବି ଥିଲା। ସେ କହୁଛନ୍ତି ତୁମମାନଙ୍କ ମଧ୍ୟରେ ଏକ ମନା ହୁଅ। ଯଦି ଆପଣ ମାନେ 3:8 ଯଦି ପଠନ କରିବେ, ସେଟା ଲେଖା ଅଛି ତୁମେ ଏକ ମନା ହୁଅ, ତୁମେ ପରସ୍ପର ସୁଖ ଦୁଃଖର ସହଭାଗୀ ହୁଅ, ତୁମେ ଭାତୃପ୍ରେମୀ ହୁଅ, ତୁମେ କୋମଳ ହୃଦୟ ହୁଅ, ଆଉ ତୁମେ ନମ୍ରଚିତ୍ତ ହୁଅ ବୋଲି ସେମାନଙ୍କୁ କହୁଅଛନ୍ତି। ତାହା ସହିତ ସେମାନଙ୍କୁ କହୁଅଛନ୍ତି ପରମେଶ୍ୱର ତୁମକୁ ଆଶୀର୍ବାଦର ଅଧିକାରୀ ହେବା ନିମନ୍ତେ ଆହୁତ କରିଅଛନ୍ତି ବୋଲି ଲେଖା ଅଛି। ଆଶୀର୍ବାଦର ଅଧିକାରୀ ହେବା ନିମନ୍ତେ ଆହୁତ ହୋଇଅଛ ବୋଲି ସେ ପିତର ସେ ପ୍ରକାଶ କରୁଅଛନ୍ତି। ଯଦି 9 ପଦ ପଠନ କରିବେ, ସେଠାରେ ସ୍ପଷ୍ଟ ଭାବରେ ଲେଖା ଅଛି। ତେବେ ଏଇ ଯୋଉ ପ୍ରସଙ୍ଗ ପିତର ସେଇ 4ଟି ଅଞ୍ଚଳର ଲୋକମାନଙ୍କୁ କହୁଛନ୍ତି, ଯଦି ତୁମେ ଜୀବନରେ ସୁଖ ଭୋଗ କରିବାକୁ ଚାହୁଁଛ, ଜୀବନରେ ମଙ୍ଗଳ ଦିନ ଦେଖିବାକୁ ଚାହୁଁଛ, ତେବେ ତୁମେ ଏଇ କାମ କରିବାକୁ ପଡିବ। କିଛି କଣ୍ଡିସନ ରଖି ଦଉଛନ୍ତି। ଦେଖନ୍ତୁ, ସୁଖ ଭୋଗ ମଙ୍ଗଳର ଦିନ ଯଦି ଦେଖିବାକୁ ଚାହୁଁଛ, ତୁମକୁ ଏହା କରିବାକୁ ପଡିବ। ତାହେଲେ ତୁମେ ସୁଖ ଭୋଗ ପାଇବ ଏବଂ ମଙ୍ଗଳର ଦିନ ତୁମେ ଦେଖିପାରିବ। ମୋର ପ୍ରିୟ ବନ୍ଧୁଗଣ, ଆପଣ ମାନଙ୍କ ମଧ୍ୟରେ ମୁଁ 7ଟି ପଏଣ୍ଟ କହିବି। 7ଟି ପଏଣ୍ଟ ସଂକ୍ଷିପ୍ତରେ ମୁଁ ପ୍ରକାଶ କରିବା ପାଇଁ ଚାହେଁ। ଆପଣ ସେ 3 ଅଧ୍ୟାୟର 10 ପଦରେ 2ଟି ପଏଣ୍ଟ ଅଛି। 3 ଅଧ୍ୟାୟ ତାର 10 ପଦରେ 2ଟି ପଏଣ୍ଟ ଅଛି ଯେ ଯଦି ଜୀବନରେ ସୁଖ ଭୋଗ କରିବାକୁ ଚାହୁଁଛ ଏବଂ ମଙ୍ଗଳର ଦିନ ଦେଖିବାକୁ ଚାହୁଁଛ, ଆଉ 10 ପଦରେ 2ଟି ପଏଣ୍ଟ ଅଛି। ପ୍ରଥମ ପଏଣ୍ଟ ହଉଛି ମନ୍ଦ ବାକ୍ୟରୁ ଆପଣା ଯିବାକୁ ନିବୃତ୍ତ କର। ପ୍ରଥମ ପଏଣ୍ଟ, ମନ୍ଦ ବାକ୍ୟରୁ ଆପଣା ଯିବାକୁ କଣ କର? ନିବୃତ୍ତ କର। ଏଇ ଯୋଉ ଯିବା ପରମେଶ୍ୱର ମାନଙ୍କୁ ଦେଇଛନ୍ତି, ଏଇ ଯିବା ପ୍ରଭୁଙ୍କର ସ୍ତୁତି କରିବା ପାଇଁ, ପ୍ରଭୁଙ୍କର ପ୍ରଶଂସା କରିବା ପାଇଁ, ପ୍ରଭୁଙ୍କର ଗୌରବ କରିବା ପାଇଁ, ପ୍ରଭୁଙ୍କର ଆଉ ପ୍ରଚାର କରିବା ପାଇଁ, ଈଶ୍ୱରଙ୍କର ବାକ୍ୟକୁ ପ୍ରଚାର କରିବା ପାଇଁ, ପରମେଶ୍ୱରଙ୍କ ନିକଟରେ କଥୋପକଥନ କରିବା ପାଇଁ ପ୍ରାର୍ଥନା ମାଧ୍ୟମରେ। ସେଥିପାଇଁ ପରମେଶ୍ୱର ଏଇ ଯୋଉ ଜିହ୍ବାକୁ ଦେଇଅଛନ୍ତି, ଏଇ ଜିହ୍ବାକୁ କଣ କରିବା ଦରକାର? କଣ୍ଟ୍ରୋଲ କରିବା ଦରକାର। ମନ୍ଦ ବାକ୍ୟରୁ ଆପଣ ଯିବାକୁ ନିବୃତ୍ତ କର, ତେବେ ଯାଇ ଜୀବନରେ ସୁଖ ପାଇବ, ଜୀବନରେ ମଙ୍ଗଳର ଦିନ ଦେଖିପାରିବ। ମୋର ପ୍ରିୟ ବନ୍ଧୁଗଣ, ଯଦି ଆମେ ଜୀବନରେ ସୁଖ ଭୋଗ ପାଉନାହୁଁ, ମଙ୍ଗଳର ଦିନ ଦେଖି ପାରୁନାହୁଁ, ତାର ଅର୍ଥ ଆମର ଯିବାକୁ ଆମେ କଣ୍ଟ୍ରୋଲ କରୁନାହୁଁ। ଦେଖନ୍ତୁ, ଠିକ କଥା ପିତର ସେଇ 4ଟି ଅଞ୍ଚଳର ଲୋକମାନଙ୍କୁ କହୁଅଛନ୍ତି, 4ଟି ଅଞ୍ଚଳରେ ଛିନ୍ନ ଭିନ୍ନ ହୋଇଥିବା ବିଶ୍ୱାସୀ ମାନଙ୍କୁ କହୁଅଛନ୍ତି, ତାଙ୍କର ଫିଲ୍ଡର ଲୋକମାନଙ୍କୁ କହୁଅଛନ୍ତି। ପ୍ରଥମ ପଏଣ୍ଟ ଆମେ ଦେଖିଲୁ, ଆପଣା ମନ୍ଦ ବାକ୍ୟରୁ ଆପଣା ଯିବାକୁ। ଏଇ ଯିବାକୁ ଆମେ ବେଳେ ବେଳେ କଣ, ଆମେ 50-50 ବ୍ୟବହାର କରିଥାଉ। ମନ୍ଦ ବାକ୍ୟ ପାଇଁ ବି ବ୍ୟବହାର କରୁଛୁ, ଈଶ୍ୱରଙ୍କର ଗୌରବ ପାଇଁ ବି ବ୍ୟବହାର କରୁଛୁ, କିନ୍ତୁ ପ୍ରଭୁ ତାହା ଚାହାନ୍ତି ନାହିଁ। ପ୍ରଭୁ ଚାହାନ୍ତି ଏଇ ଯିବାକୁ ପରମେଶ୍ୱରଙ୍କର ପାଇଁ ବ୍ୟବହାର କରିବା। ହାଲେଲୁୟା। ପ୍ରଥମ ପଏଣ୍ଟ ହଉଛି ମନ୍ଦ ବାକ୍ୟରୁ ଆପଣା ଯିବାକୁ ନିବୃତ୍ତ କର। ଯଦି ଜୀବନରେ ସୁଖ ଭୋଗ ପାଇବାକୁ ଇଚ୍ଛା, ଜୀବନରେ ମଙ୍ଗଳର ଦିନ ଦେଖିବାକୁ ଇଚ୍ଛା, ତାହେଲେ ମନ୍ଦ ବାକ୍ୟରୁ ଆପଣା ଯିବାକୁ କଣ କରିବା? ନିବୃତ୍ତ କରିବା। ଦ୍ୱିତୀୟ ପଏଣ୍ଟ, ପ୍ରବଞ୍ଚନା ବାକ୍ୟରୁ, ଦେଖନ୍ତୁ, ପ୍ରବଞ୍ଚନା ବାକ୍ୟରୁ ଆପଣା ଓଷ୍ଠାଧରକୁ ନିବୃତ୍ତ କର। ଓଷ୍ଠାଧର, ପ୍ରବଞ୍ଚନା ବାକ୍ୟରୁ ଆପଣା ଓଷ୍ଠାଧରକୁ ନିବୃତ୍ତ କର।
मोर प्रिय बंधुगण 10 पदरे आमे दुईटी पॉइंट देखिलु। प्रथम पॉइंट होची मंद वाक्य अपना जीवाकु निवृत्त करिबा प्रवंचना वाक्यरु। मु एटा बेसी एक्सप्लेन करिबि नाही, आमे समस्त भलो भाबरे जानिछु हमर ओष्टादरकु की प्रकार आमे व्यवहार करू अछु। प्रवंचना वाक्यरु अपना ओष्टादरकु निवृत्त करिबा एहा होची द्वितीय पॉइंट। तृतीय पॉइंट आपण माने 11 पद टिके पठन करि दियंतु। से मंदरु से विमुख होई विमुख होई सत्कर्म करू, से शांति अन्वेषण करी सेथिर अनुगामी हेउ। 11 पदरे दुईटी पॉइंट देखिबा को पारुछु। 10 पदरे दुईटी पॉइंट देखिलु। मंद वाक्यरु अपना जीवाकु निवृत्त करिबा, प्रवंचना वाक्यरु अपना ओष्टादरकु निवृत्त करिबा एवं 11 पदरे आउरी दुईटी पॉइंट अछि। दुई दुई मिसले 4टी पॉइंट हेबो। जदि जीवन रे सुख भोग करिबा को इच्छा, जीवन रे जदि मंगल दिन देखिबा पई इच्छा, तेबे तृतीय पॉइंट होउची मंदरु विमुख होई सत्कर्म करू। मंदरु कोन हेबार अछि? विमुख हेबार अछि। आमे सत्कर्म करिबार अछि। अनेक समय रे आमे जानुछु जो काम आमे करूछु ता होउची मंद, किंतु आमे विमुख होउ ना हो, आमे छाडू ना हो, कारण आमे एमिति लागि जाउछु छाड़िबा पई हमनको कष्टकर हेई थाए। तेबे सुख भोग कोठु आसीबो? मंगल दिन कोठु आसीबो? मोर प्रिय बंधुगण, आमे सत्कर्म करिबा दरकार। जानुछु ଏହା करिबा सत्कर्मटे, किंतु करू न थाउ। किंतु वाक्य हमनको स्पष्ट भाव रे प्रकाश करू अछि। पितर स्पष्ट भाव रे कहू अछंती, मंडली को कहू अछंती, व्यक्तिगत भाव रे कहू अछंती, तुमे सत्कर्म कर, तुमे मंदरु विमुख हो जाओ, मंद को तुमे छाड़ी दियो, मंद को पछरे पकई दियो, तुमे सत्कर्म कर। मोर प्रिय बंधुगण, तृतीय पॉइंट आमे देखिलु, जदि जीवन रे सुख भोग पाइबा को इच्छा, जीवन रे जदि मंगल दिन देखिबा को इच्छा, ताले हमनको मंदरु विमुख होई सत्कर्म करिबा, तेबे जे आमे जीवन रे सुख भोग पाई परिबा, जीवन रे मंगल दिन देखि परिबा। चतुर्थ पॉइंट होची शांति अन्वेषण अनुगामी हुआ, शांति अन्वेषण करिबा। चतुर्थ पॉइंट होची शांति को अन्वेषण करिबा। प्रथम पॉइंट होची मंद वाक्यरु अपना जीवाकु निवृत्त करिबा। द्वितीय पॉइंट होची प्रवंचना वाक्यरु अपना अपना ओष्टादरकु निवृत्त करिबा। तृतीय पॉइंट होची मंदरु विमुख होई सत्कर्म करिबा। चतुर्थ पॉइंट होची शांति को अन्वेषण करि सेतुरु अनुगामी करिबा। मोर प्रिय बंधुगण, शांति को अन्वेषण करिबा। कोठी शांति मिलिबो? थरे आमे आउटरीच करिबा को जाइथिलो। आउटरीच करिबा समय रे हमर जने भाई गोटे डॉक्टर फैमिली रे से प्रवेश कले देबा भाई। जेतबे डॉक्टर फैमिली भितरे से प्रवेश कले, गृह भितरे प्रवेश कले, डॉक्टर आगे तांको बसेइले, कथाबार्ता कले। से कहिले, आज्ञा मु जने डॉक्टर, मो स्त्री डॉक्टर, मोर गोटे पो गोटे झियो, पो इंजीनियर, झियो मदर इंजीनियर, आम मान को कौन सी विषय अभाव नहीं, आम मान को कौन सी विषय अभाव नहीं। चारि जनकर दरमा लक्ष लक्ष टंका पळै आसुची आम घर को मासको। बंगला देखंतु, एते बड़ बंगला अछि, जमी बाड़ी सब पड़ीची, गाड़ी गुटा सब अछि, सबु किछि जगत रे जहा सब आवश्यक सबु किछि आम मान को पाखरे अछि। किंतु गोटे विषय नाही आज्ञा, जदि से विषयटी भी जदि बाजार मिली थांते, किणी दे थांता। अनेक पेशेंट को मु देखुछि, अनेक पेशेंट को मु भलो करूछि, किंतु मो जीवन रे गोटे विषय उणा पड़ी अछि। मोर प्रिय बंधुगण, आमर से प्रचार को आज्ञा बुझी पारिले आज्ञा कोन कहबा पई चाहछंती कहिले, आपन को विषय विषय उणा अछि, ता होछि सत कथा कहिले आज्ञा, शांति ही उणा मो जीवन रे नाही। जगत रे जहा समस्त आवश्यक मो पाखरे अछि, मते प्रदत्त हिची, मते मिली अछि, किंतु शांति मो जीवन रे नाही, मो परिवार रे नाही। शांति केवल प्रभु जीशु दियंती। मु तुमको जो शांति दे जाऊ अछि, जगत से बळे शांति देबो नाही। मोर प्रिय बंधुगण, प्रभु ही शांति देबो, जीशु ख्रीष्ट ही शांति देबा परमेश्वर अटंती।
ଶାନ୍ତିର ଅନ୍ୱେଷଣ କରିବା ଦରକାର। ଯୀଶୁଙ୍କୁ ଅନ୍ୱେଷଣ କରିବା ଦରକାର। ଅନ୍ୱେଷଣ କଲେ ଯଥେଷ୍ଟ ନୁହେଁ, ତାଙ୍କ ପଛରେ ଚାଲିବା ଦରକାର। ମୋର ପ୍ରିୟ ବନ୍ଧୁଗଣ, ଚତୁର୍ଥ ପଏଣ୍ଟ ଆମେ ଦେଖିଲୁ, ଶାନ୍ତି ଅନ୍ୱେଷଣ କରି ତାଙ୍କ ଅନୁଗାମୀ ହୁଅ, ତାଙ୍କ ପଛରେ ଚାଲ। ଯୀଶୁଙ୍କର ପଛରେ ଚାଲିବା, ଯୀଶୁଙ୍କୁ ଅନ୍ୱେଷଣ କରିବା, ତାଙ୍କ ପଛରେ ଚାଲିବା, ତେବେ ଯାଇ ଜୀବନରେ ସୁଖ ଭୋଗ ଆସିବ, ତେବେ ଯାଇ ଜୀବନରେ ମଙ୍ଗଳ ଦିନ ଆସିବ। ଆମେ ସୁଖ ଭୋଗ କହିଲେ ଏସ୍ ଆରାମରେ ଜୀବନ କାଟିବା, ଏଇଟା ହିଁ ସୁଖ ଭୋଗ ନାହିଁ। ସୁଖ ଭୋଗ କହିଲେ ପ୍ରଭୁଙ୍କର ଉପସ୍ଥିତିକୁ ଅନୁଭବ କରୁଥିବା, ପରିବାରରେ ଶାନ୍ତି ଥିବ, ପରିବାରରେ ଆନନ୍ଦ ଥିବ, ପରିବାରରେ ଆଶୀର୍ବାଦ ଥିବ, ସମସ୍ତେ ସୁସ୍ଥ ସବଳ ହେଇ ଜୀବନ ଯାପନ କାଟୁଥିବା, ଏହି ହଉଛି ଜୀବନର ସୁଖ ଭୋଗ। ସୁଖ ଭୋଗ ମଙ୍ଗଳର ଦିନ କହିଲେ ଗାଡି ଗୁଡା ଥିବ, ବଙ୍ଗଳା ଥିବ, ଏଇଟା ଆମେ ଭାବୁଛୁ। ନାଇଁ 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 ନାଇଁ, ସେଇଟା ନାଇଁ। ମୋର ପ୍ରିୟ ବନ୍ଧୁଗଣ, ଚତୁର୍ଥ ପଏଣ୍ଟ ଆମେ ଦେଖିଲୁ, ଶାନ୍ତି ଅନ୍ୱେଷଣ କରିବା ଏବଂ ତାଙ୍କର ସେ ପଛରେ ଅନୁଗମନ କରିବା, ଯୀଶୁଙ୍କ ପଛରେ ଅନୁଗମନ କରିବା। 2 ବର୍ଷ ତଳେ ମୁକୁନ୍ଦିପୁର ଆମର ଫିଲ୍ଡ ଯାଇଥିଲି, ମୁଁ ଫେରୁଥିଲି, ଜଣେ ପାଳକ ଆଜ୍ଞା ରାସ୍ତାରେ ଛିଡା ହେଇଥିଲେ, ମତେ ହାତ ଦେଖେଇଲେ। ତା ପୂର୍ବରୁ ତା ସହିତ ମୋର ପରିଚୟ ନଥିଲା। ଆଜ୍ଞା ମତେ ଲିଫ୍ଟ ମାଗିଲେ, ମୁଁ ତାଙ୍କୁ ବସେଇଲି। ବାଇକରେ ବସିକି ଆମେ ଆସୁଛୁ ମୁକୁନ୍ଦିପୁରରୁ ରାୟଗଡା ପର୍ଯ୍ୟନ୍ତ। ଦୁଃଖ ସୁଖ ସେବା କାର୍ଯ୍ୟ ମିନିଷ୍ଟ୍ରି କଥାବାର୍ତ୍ତା କରୁ କରୁ ଗୋଟିଏ କଥା କହିଲା, ଆଜ୍ଞା ମୁଁ ମଣ୍ଡଳୀରେ ଶାନ୍ତିର ବିଷୟ ପ୍ରଚାର କରୁଛି, ମୋ ଜୀବନରେ ଶାନ୍ତି ନାହିଁ। ମଣ୍ଡଳୀରେ ମୁଁ ଶାନ୍ତିର ପ୍ରଚାର କରୁଛି, ମୋ ଜୀବନରେ ଶାନ୍ତି ନାହିଁ ଆଜ୍ଞା। ଯେତେବେଳେ ମୁଁ ଏ କଥା ଶୁଣିଲି, କଣ ହେଲା ଆଜ୍ଞା, ମୁଁ ଡିଟେଲ୍ସ ପଚାରିବାକୁ ଲାଗିଲି। ପରିବାରର କଥା ସବୁ କହିଲେ। ମୋର ପ୍ରିୟ ବନ୍ଧୁଗଣ, ଅବଶ୍ୟ ଆମେ ପ୍ରଚାର କରୁଛୁ, ସୁସମାଚାର ପ୍ରଚାର କରୁଛୁ, ବାକ୍ୟ ପ୍ରଚାର କରୁଛୁ, ମଣ୍ଡଳୀରେ ପ୍ରଚାର କରୁଛୁ, ଶାନ୍ତିର କଥା କହୁଛୁ, କିନ୍ତୁ ଶାନ୍ତି ଆମ ଜୀବନରେ ନାହିଁ। ଆମେ ତ ଶାନ୍ତି ଅନ୍ୱେଷଣ କରୁଛୁ, ଦରମା ମିଳୁଛି ତ ପ୍ରଚାର କରିଦଉଛୁ। ନାଇଁ ନାଇଁ ନାଇଁ, ଶାନ୍ତିକୁ ଅନ୍ୱେଷଣ କରିବାକୁ ପଡିବ। ମୋର ପ୍ରିୟ ବନ୍ଧୁଗଣ, ଚତୁର୍ଥ ପଏଣ୍ଟ ଆମେ ଦେଖିଲୁ, ଶାନ୍ତିକୁ ଅନ୍ୱେଷଣ କର ଆଉ ସେଥିରେ ଅନୁଗାମୀ ହୁଅ, ତେବେ ଜୀବନରେ ସୁଖ ଭୋଗ ପାଇବା ଏବଂ ମଙ୍ଗଳର ଦିନ ଦେଖିବା। ପଞ୍ଚମ ପଏଣ୍ଟ ଆମେ ଦେଖିବା, 12 ପଦ ଟିକେ ପଠନ କରନ୍ତୁ। କାରଣ ଧାର୍ମିକ ମାନଙ୍କ ପ୍ରତି ପ୍ରଭୁଙ୍କ ଦୃଷ୍ଟି ଅଛି, ସେମାନଙ୍କର ବିନତି ପ୍ରତି ତାହାଙ୍କର କର୍ଣ୍ଣ ଉନ୍ମୁକ୍ତ ଅଟେ, କିନ୍ତୁ ପ୍ରଭୁଙ୍କର ମୁଖ ଦୁଷ୍କର୍ମକାରୀ ମାନଙ୍କର ପ୍ରତିକୂଳ। ହାଲେଲୁୟା। ହାଲେଲୁୟା। ଏଠାରେ ଆମେ ଦେଖିବାକୁ ପାରୁଛୁ 2ଟି ପଏଣ୍ଟ, ଆଉ ଦେଖିବାକୁ 12ରେ 2ଟି ପଏଣ୍ଟ ଅଛି, 12 ପଦରେ ଆହୁରି 2ଟି ପଏଣ୍ଟ ଅଛି। 10 ପଦରେ 2ଟି ପଏଣ୍ଟ ଦେଖିଲୁ, 11 ପଦରେ 2ଟି ପଏଣ୍ଟ ଦେଖିଲୁ, 12 ପଦରେ ମଧ୍ୟ 2ଟି ପଏଣ୍ଟ ଦେଖିବାକୁ ପାରୁଛୁ। ଯଦି ଜୀବନରେ ସୁଖ ଭୋଗ ପାଇବାକୁ ଇଚ୍ଛା, ମଙ୍ଗଳର ଦିନ ଦେଖିବାକୁ ଇଚ୍ଛା, ତାହେଲେ ଆମେ ମାନେ ପଞ୍ଚମ ପଏଣ୍ଟ, ଧାର୍ମିକ ଜୀବନ ଯାପନ କାଟିବା। କାରଣ ଯେଉଁମାନେ ଧାର୍ମିକ ଜୀବନ ଯାପନ କାଟୁଅଛନ୍ତି, ସେମାନଙ୍କ ପ୍ରତି ପ୍ରଭୁଙ୍କର ଦୃଷ୍ଟି ଅଛି ବୋଲି ବାଇବଲ ପ୍ରକାଶ କରୁଅଛି। ମୋର ପ୍ରିୟ ବନ୍ଧୁଗଣ, ଆମେ ଧାର୍ମିକ ଜୀବନ ଯାପନ ଯଦି କାଟିବା ନାହିଁ, ତେବେ ଜୀବନରେ ସୁଖ ଭୋଗ ଆସିବ କିପରି? ଜୀବନରେ ମଙ୍ଗଳର ଦିନ ଆସିବ କିପରି? ମୁଁ କହିବାର ଉଦ୍ଦେଶ୍ୟ, ଧାର୍ମିକ ଜୀବନ ଯାପନ କାଟିବା। ବାକ୍ୟ ସ୍ପଷ୍ଟ ଭାବରେ ପ୍ରକାଶ କରୁଛି, ପ୍ରଭୁଙ୍କର ଦୃଷ୍ଟି ସେମାନଙ୍କ ପ୍ରତି ଥାଏ। ପ୍ରଭୁଙ୍କର ଦୃଷ୍ଟି ସେମାନଙ୍କ ପ୍ରତି ଥାଏ ଯେଉଁମାନଙ୍କୁ ସେ ସୁଖ ଭୋଗ ଦେବା ପାଇଁ ଚାହୁଁଅଛନ୍ତି, ସେମାନଙ୍କୁ ମଙ୍ଗଳ ଦିନ ଦେଖିବା ପାଇଁ ଚାହୁଁଅଛନ୍ତି। ଯିଏକି ଧାର୍ମିକ ଜୀବନ ଯାପନ କାଟୁଅଛି, ସେମାନଙ୍କ ଉପରେ ପ୍ରଭୁଙ୍କର ଦୃଷ୍ଟି ଅଛି ବୋଲି ବାକ୍ୟ ପ୍ରକାଶ କରୁଅଛି। ଯେ ପଞ୍ଚମ ପଏଣ୍ଟ ହଉଛି, ଧାର୍ମିକ ମାନଙ୍କ ପ୍ରତି ପ୍ରଭୁଙ୍କର ଦୃଷ୍ଟି ଅଛି, ତେଣୁ ଧାର୍ମିକ ଜୀବନ ଯାପନ କାଟିବା ନିହାତି ଆବଶ୍ୟକ। ମୁଁ ଯଦି ଏକ୍ସପ୍ଲେନ କରିବି ବହୁତ ସମୟ ଲାଗିବ, ମୁଁ ଏକ୍ସପ୍ଲେନ କରିବି ନାହିଁ। କେମିତି ହେଲେ ଆମେ ଧାର୍ମିକ ହେଇପାରିବା, ଆମେ ସମସ୍ତେ ଜାଣିଅଛୁ। ପଞ୍ଚମ ପଏଣ୍ଟ ହଉଛି, ଧାର୍ମିକ ଜୀବନ ଯାପନ କାଟିବା ଦରକାର। ଯଦି ଆମେ ଧାର୍ମିକ ଜୀବନ ଯାପନ କାଟୁଛୁ, ତାହେଲେ ପ୍ରଭୁଙ୍କର ଦୃଷ୍ଟି ଆମ ମାନଙ୍କ ପ୍ରତି ଥିବ। ଯଦି ପ୍ରଭୁଙ୍କ ଦୃଷ୍ଟି ଆମ ମାନଙ୍କ ପ୍ରତି ଥିବ, ତାର ଅର୍ଥ ଆମମାନଙ୍କ ଜୀବନ ସୁଖ ଭୋଗ ହେବ, ମଙ୍ଗଳର ଦିନ ହେବ। ମୋର ପ୍ରିୟ ବନ୍ଧୁଗଣ, ଏହା ହଉଛି ପଞ୍ଚମ ପଏଣ୍ଟ, ଧାର୍ମିକ ଜୀବନ ଯାପନ କାଟିବା। ସେଇ 12 ପଦରେ 6ଠ ପଏଣ୍ଟ ଲେଖା ଅଛି, ସେମାନଙ୍କର ବିନତି ପ୍ରତି ତାହାଙ୍କର କର୍ଣ୍ଣ ଉନ୍ମୁକ୍ତ ଅଟେ।
ବିନତି ଅର୍ଥାତ୍ ପ୍ରାର୍ଥନା ଯେତେବେଳେ ସେମାନେ ପ୍ରାର୍ଥନା କରୁଛନ୍ତି ସେ ପ୍ରାର୍ଥନା ଶୁଣିବା ପାଇଁ ପରମେଶ୍ୱରଙ୍କର କର୍ଣ୍ଣ ଖୋଲି ଅଛି, ଉନ୍ମୁକ୍ତ ହେଇଅଛି। ଏହା ହଉଛି ଷଷ୍ଠ ପଏଣ୍ଟ। ମୋର ପ୍ରିୟ ବନ୍ଧୁଗଣ, ଜୀବନରେ ଯଦି ଆମେ ସୁଖ ଭୋଗ ପାଇବାକୁ ଇଚ୍ଛା, ଜୀବନରେ ଯଦି ମଙ୍ଗଳର ଦିନ ଦେଖିବା ପାଇଁ ଇଚ୍ଛା, ତାହେଲେ ବିନତି କରିବା ଦରକାର। ଧାର୍ମିକ ଜୀବନ ଯାପନ କାଟିକି ବିନତି କରିବା ଦରକାର, ପ୍ରାର୍ଥନା କରିବା ଦରକାର। ସମସ୍ତଙ୍କର ପ୍ରାର୍ଥନା ପ୍ରଭୁ ଶୁଣନ୍ତି ନାହିଁ, କେବଳ ଧାର୍ମିକ ମାନଙ୍କ ପ୍ରାର୍ଥନା ହିଁ ଶୁଣନ୍ତି। ଧାର୍ମିକ ମାନେ ଯେତେବେଳେ ପ୍ରାର୍ଥନା କରିବେ ପ୍ରଭୁଙ୍କର କାନଟି ଖୋଲିଯିବ ଶୁଣିବା ପାଇଁ। ହାଲେଲୁୟା। ପ୍ରଭୁଙ୍କର କର୍ଣ୍ଣ ଖୋଲିଯିବ, ଉନ୍ମୁକ୍ତ ହେଇଯିବ। ସେ ନ ଖୋଲି ରହିପାରିବେ ନାହିଁ, କାନକୁ ନ ଖୋଲି ରହିପାରିବେ ନାହିଁ। ମୋର ପ୍ରିୟ ବନ୍ଧୁଗଣ, ସେ ବାଧ୍ୟ ହେଇଯିବେ, କାରଣ ତାଙ୍କ ଧାର୍ମିକ ବ୍ୟକ୍ତି ତ ପ୍ରାର୍ଥନା କରୁଛି, ବିନତି କରୁଛି। ମୋର ପ୍ରିୟ ବନ୍ଧୁଗଣ, ଷଷ୍ଠ ପଏଣ୍ଟ ଆମେ ଦେଖିଲୁ ଯେ ବିନତି କରିବା ଦରକାର, ପ୍ରାର୍ଥନା କରିବା ଦରକାର। ବାକ୍ୟରେ ଲେଖା ଅଛି ଗୀତ ସଂହିତା ପୁସ୍ତକରେ, ଯେ ମନରେ ଅଧର୍ମକୁ ଆଦର କରି ପ୍ରାର୍ଥନା କରିବ ପ୍ରଭୁ ତା ପ୍ରାର୍ଥନା ଶୁଣିବେ ନାହିଁ। ଧାର୍ମିକ ପ୍ରାର୍ଥନା ପ୍ରଭୁ ନିଶ୍ଚୟ ଶୁଣିବେ। ଷଷ୍ଠ ପଏଣ୍ଟ ଆମେ ଦେଖିଲୁ ଯେ ବିନତି ପ୍ରତି, ପ୍ରାର୍ଥନା ପ୍ରତି ପ୍ରଭୁଙ୍କର ଉନ୍ନତ ଥାଏ। କେଉଁମାନଙ୍କର? ଧାର୍ମିକ ବ୍ୟକ୍ତି ମାନଙ୍କର ପ୍ରାର୍ଥନା ପ୍ରତି ପରମେଶ୍ୱରଙ୍କର କର୍ଣ୍ଣ ଉନ୍ନୁକ୍ତ ଥାଏ। ଏହା ହଉଛି ଷଷ୍ଠ ପଏଣ୍ଟ। ସପ୍ତମ ପଏଣ୍ଟ ଆମେ ଦେଖିବା, 13 ଟିକେ ପଠନ କରନ୍ତୁ। ଆଉ ତୁମେ ମାନେ ଯଦି ପଢନ୍ତୁ ପଢନ୍ତୁ ପଢନ୍ତୁ। ଆଉ ତୁମ୍ଭେମାନେ ଯଦି ଉତ୍ତମ ବିଷୟରେ ଉଦ୍ଯୋଗୀ ହୁଅ, ତେବେ କିଏ ତୁମ ମାନଙ୍କର ଅନିଷ୍ଟ କରିବ? ସପ୍ତମ ପଏଣ୍ଟ ଆମେ ଦେଖିବାକୁ ଯିବା। ଜୀବନରେ ସୁଖ ଭୋଗ କରିବାକୁ ଇଚ୍ଛା, ଯଦି ମଙ୍ଗଳର ଦିନ ଦେଖିବା ପାଇଁ ଇଚ୍ଛା, ତାହେଲେ ସପ୍ତମ ପଏଣ୍ଟ ହଉଛି ଉତ୍ତମ ବିଷୟରେ ଉଦ୍ଯୋଗୀ ହେବା। ବାଇବଲ ସ୍ପଷ୍ଟ ଭାବରେ ପ୍ରକାଶ କରୁଅଛି ଯେ ଆଉ ତୁମେ ମାନେ ଯଦି ଉତ୍ତମ ବିଷୟରେ ଉଦ୍ଯୋଗୀ ହୁଅ, ତେବେ କିଏ ତୁମମାନଙ୍କୁ ଅନିଷ୍ଟ କରିବ? ମୋର ପ୍ରିୟ ବନ୍ଧୁଗଣ, ଉତ୍ତମ ବିଷୟରେ ଉଦ୍ଯୋଗୀ ହେବା, ଉତ୍ତମ ବିଷୟରେ ଉଦ୍ଯୋଗୀ ହେବା ନିହାତି ଦରକାର। ଆଜିକାଲି ଜଗତରେ ଉତ୍ତମ ବିଷୟରେ ଲୋକ ଉଦ୍ଯୋଗୀ ହୁଅନ୍ତି ନାହିଁ, ମନ୍ଦ ବିଷୟରେ ଉଦ୍ଯୋଗୀ ହୁଅନ୍ତି, ପାପ କାମରେ ଉଦ୍ଯୋଗୀ ହୁଅନ୍ତି, ଅନ୍ୟାୟ କାମ କରିବାରେ ଉଦ୍ଯୋଗୀ ହୁଅନ୍ତି, ଷଡ଼ଯନ୍ତ୍ର କାର୍ଯ୍ୟ କରିବାରେ ଉଦ୍ଯୋଗୀ ହୁଅନ୍ତି। କିନ୍ତୁ ବାଇବଲ ଆମକୁ କହୁଅଛି ତୁମେ ଉତ୍ତମ କର୍ମ କରିବାରେ ଉଦ୍ଯୋଗୀ ହୁଅ, ପ୍ରାର୍ଥନା କରିବାରେ ଉଦ୍ଯୋଗୀ ହୁଅ, ସ୍ତୁତି ଆରାଧନା କରିବାରେ ଉଦ୍ଯୋଗୀ ହୁଅ, ବାଇବଲ ପଠନ କରିବାରେ ଉଦ୍ଯୋଗୀ ହୁଅ, ସୁସମାଚାର ପ୍ରଚାର କାର୍ଯ୍ୟ କରିବାରେ ଉଦ୍ଯୋଗୀ ହୁଅ, ବାକ୍ୟ ପରିବେଷଣ କରିବାରେ ଉଦ୍ଯୋଗୀ ହୁଅ, ମଣ୍ଡଳୀକୁ ସମ୍ଭାଳିବାରେ ଉଦ୍ଯୋଗୀ ହୁଅ, ମଣ୍ଡଳୀରେ ହେଉଥିବା ସମସ୍ତ ଆକ୍ଟିଭିଟିରେ ଉଦ୍ଯୋଗୀ ହୁଅ, ଅନ୍ୟକୁ ଦାନ କରିବାରେ ଉଦ୍ଯୋଗୀ ହୁଅ, ଗରିବକୁ ସାହାଯ୍ୟ କରିବାରେ ଉଦ୍ଯୋଗୀ ହୁଅ, ବିଧବା ଲୋକମାନଙ୍କୁ ସାହାଯ୍ୟ କରିବାରେ ଉଦ୍ଯୋଗୀ ହୁଅ, ଅନାଥ ଲୋକମାନଙ୍କୁ ସାହାଯ୍ୟ କରିବାରେ ଉଦ୍ଯୋଗୀ ହୁଅ। ଉତ୍ତମ ବିଷୟରେ ଉଦ୍ଯୋଗୀ ହେବା ଦରକାର। ମନ୍ଦ ବିଷୟରେ ଉଦ୍ଯୋଗୀ ହେଲେ ଅନିଷ୍ଟ ହେବ, ମନ୍ଦ ବିଷୟରେ ଉଦ୍ଯୋଗୀ ହେଲେ ଅନିଷ୍ଟ ହେବ, ପାପ ବିଷୟରେ ଉଦ୍ଯୋଗୀ ହେଲେ ଅନିଷ୍ଟ ହେବ, ନଷ୍ଟ ହେଇଯିବ। ମୋର ପ୍ରିୟ ବନ୍ଧୁଗଣ, ଜୀବନରେ ଯଦି ଆମେ ସୁଖ ଭୋଗ ଯଦି କରିବାକୁ ଇଚ୍ଛା, ଜୀବନରେ ଯଦି ମଙ୍ଗଳର ଦିନ ଦେଖିବାକୁ ଇଚ୍ଛା, ତାହେଲେ ଉତ୍ତମ ବିଷୟରେ ଉଦ୍ଯୋଗୀ ହେବା ଦରକାର। ଯଦି ଆମେ ଉତ୍ତମ ବିଷୟରେ ଉଦ୍ଯୋଗୀ ହେଉଛୁ, ତାହେଲେ ଆମର ଅନିଷ୍ଟ କିଏ କରିବ? ଶୈତାନ କେତେ ଷଡ଼ଯନ୍ତ୍ର କଲେ ବି ଶୈତାନ ପାରିବ ନାହିଁ। ମୋର ପ୍ରିୟ ବନ୍ଧୁଗଣ, ଆଇବ ଉତ୍ତମ ବିଷୟରେ ଉଦ୍ଯୋଗୀ ଥିଲେ, ଅବଶ୍ୟ ଶୈତାନ ଆଇବକୁ ପରୀକ୍ଷା କଲେ, କିନ୍ତୁ ଆଇବ ସେ ପରୀକ୍ଷାରୁ ସେ କଣ କଲେ? ଜୟ ଲାଭ କରିପାରିଲେ। ଗୋଟିଏ ଦିନରେ ତାର ସବୁ କିଛି ଚାଲିଗଲା, ସବୁ କିଛି ଚାଲିଗଲା। 7ଟି ପୁତ୍ର, 3ଟି କନ୍ୟା, 3ଟି ଝିଅ, 10 ଜଣ ପିଲା ଗୋଟିଏ ଦିନରେ ଚାଲିଗଲେ। ଦେଖନ୍ତୁ କେତେ ବଡ ଘଟଣା, ଏଇଟା ଦୁଃଖର ଘଟଣା। ଯେତେ ସମ୍ପତ୍ତି ଥିଲା ସବୁ କିଛି ଚାଲିଗଲା। ସ୍ତ୍ରୀ କହୁଛି, ତାକୁ ଟୋକୁଛି, ଗଞ୍ଜନା କରୁଛି, ସ୍ତ୍ରୀ ତାକୁ ଛାଡ଼ିଦେ, ପ୍ରଭୁକୁ ଛାଡ଼ିଦେ। ଶୁଣିଲା ନାହିଁ, ସ୍ଥିର ଥିଲା, ବିଶ୍ୱାସରେ ସ୍ଥିର ଥିଲା।
प्रभुଙ୍କ ଉପରେ जो निर्भर करुथिला से निर्भरतारे स्थिर थिला प्रभुଙ୍କ ଉପରେ जो भरोसा करुथिला भरोसारे से स्थिर थिला मोर प्रिय बंधुगण 2 गुणा आशीर्वाद पाइला जदि परीक्षा रे जय जदि करि न थांते से 2 गुणा आशीर्वाद पाइ न थांता जहाँ लॉस है लॉस रे ही रही जाई थांता परीक्षा रे जदि से जय करि न थांते जहाँ तार लॉस हेतिला से लॉस रे ही तार चली थांता किंतु परीक्षा रे से जय हैला बोली कि 2 गुणार आशीर्वाद पाइला मोर प्रिय बंधुगण उत्तम विषय रे उच्चज्ञ हेबा दरकार प्रभु मते आपण मानकु ए जगत रे रखी अछंती काकृति जीवन यापन काटिया पे रखी नांती मोर प्रिय बंधुगण कष्ट हेगी जीवन यापन काटिया पे आमे होचु से राजवंशर गोटे गोटे संतान संतति माने आमाने ईश्वरंकर मनोनीत वंश मध्य आमाने अछु से आमानकु नाम धरिकी डाकी अछंती तांको से बहुमूल्य रक्त दे आमानकु क्रय करी अछंती फ्री रे नाई मोर प्रिय बंधुगण रक्त दे आमानकु से किनी अछंती मते आपण मानकु आमे समस्तंकु से रक्त दे क्रय करी अछंती मोर प्रिय बंधुगण आमानकु आशीर्वाद देबा पाए बाइबल रे आमे देखिबा प्रभुंकु भरोसा रखिबा लोक माने प्रभुंको ऊपर निर्भर रखिबा लोक माने एई जो 7टी गुण रे परिपूर्ण लोक माने भिकारी की दिन काटी नांती आशीर्वाद रो अंशी ही अछंती मंगल दिन सब देखी अछंती सुख भोगर जीवन यापन काटी अछंती मोर प्रिय बंधुगण आज प्रसंग थिला जीवन रे जदि आमने सुख भोग पाइबा पई इच्छा जीवन रे जदि मंगल दिन देखिबा को इच्छा ताले मंद वाक्यरु अपना जीवा को आमने निवृत्त करिबा द्वितीय विषय प्रवंचना वाक्यरु अपना ओष्टादर को निवृत्त करिबा तृतीय विषय मंदरु विमुख होई सत्कर्म करिबा चतुर्थ विषय शांति को अन्वेषण करी तार अनुगामी हेबा पंचम विषय धार्मिक जीवन यापन काटिबा षष्ठ विषय ईश्वर निकट रे विनती प्रार्थना करिबा सप्तम विषय उत्तम विषय रे उज्जगी हेबा तेबे जीवन रे आमने सुख भोग एवं मंगल दिन आमने देखि पारिबा प्रभु आमानकु बहुल भाव रे आशीर्वाद करंतु ए अल्प वाक्य रे प्रभु आमानकु सहाय्य करंतु धन्यवाद धन्यवाद आज्ञा बहुत बहुत धन्यवाद आसंतु माने प्रत्येक करताल माध्यम रे प्रभुंकर दासन को धन्यवाद देबा हठात हेले मध्ये आज्ञा अति सुंदर वाक्य थिला आजिर वाक्य द्वारा माने अनेक विषय शिखिबा पई पाई अछु आ वास्तव रे आजिर वाक्य जहा कि हम जीवन पई निहाती आवश्यक वाक्य समस्त थिला हम प्रतिदिन दिन खेपण प्रतिदिन ईश्वरक जीवंत वाक्य शुणी 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 जाउछु जदि 7टा गुण हम जीवन रे नाही ताहेले हम जीवन रे सुख केबे भी आसीबो नाही पुनी मंगल केबे भी आसीबो नाही तेणु आमे माने जदि जीवन रे सुख भोग करबा निमंते जदि आमे माने चाहिबा आमे माने जदि तांकरी मंगल हम जीवन रे हो बोली जदि आमे माने चाहिबा तबे एई 7टी गुण जहा कि आमे माने आजिर वाक्य द्वारा आमे माने श्रवण करियछु कि मंद वाक्य रु आपणा जीवा को निवृत्त करबा पुनी प्रवंचना वाक्य को आपणा अष्टाधर रु निवृत्त करबा पुनी आउ मंदरु विमुख हेबा पुणी शांति अन्वेषण करबा और सेथिर अनुसरण करबा आ वास्तव रे आम प्रत्येकक जीवन रे शांति निहाती आवश्यक रही अछि आ शांति थिले ही आम जीवन रे मंगल आसीबो आ सुख बुद्धि आसीबो कि शांति रे आम माने जीवन यापन काटिबा पुणी धार्मिक जीवन काटिबा पुणी आम माने धार्मिक हे जीवन यापन काटिबा संगे संगे ईश्वरक निकट रे विनती एवं प्रार्थना करबा पुणी अति उत्तम वाक्य द्वारा आम मानकु जहा कढाई नेले सप्तम विषय उत्तम विषय रे उद्योगी हे तो ए 7टी गुण ए 7टी विषय अति गुरुत्वपूर्ण विषय मान थिला आज्ञा आज वाक्य द्वारा हम माने बहुत आशीर्वाद मध्ये पाई अछु आ बहुत बहुत धन्यवाद आज्ञा ईश्वर आपनक मुख द्वारा आज हम मानकु अति सुंदर वाक्य माध्यम रे हम मानकु पढ़ाई नै अछंती आ हम माने वाक्य द्वारा आशीर्वाद मध्ये पाई अछु बोली मु विश्वास करे पुनी अनेक विषय मध्ये शिखिबा पई पाई अछु बोली मु विश्वास करे प्रभुंकर महत नामर गौरव हो प्रभु आपनकु बहुल भाव रे आशीर्वाद करंतु आज्ञा ए प्रकार प्रतिदिन आपनकर सेवा कार्य ए प्रकार उन्नति उपरे उन्नति होथांत बोली हम माने ईश्वरक निकट रे प्रार्थना विनती करबो तो बहुत बहुत धन्यवाद आज्ञा प्रेज द लॉर्ड